ଚେରାପଲ୍ଲୀ ନାମରେ ଗୋଟେ ଘଞ୍ଚ ଜଙ୍ଗଲଟେ ଥିଲା। ସେହି ଜଙ୍ଗଲର ମଧ୍ୟଭାଗରେ ଗୋଟେ ବିରାଟକାୟ ଗୁମ୍ଫାଟେ ଥିଲା। ସେଇ ଗୁମ୍ଫାରେ ଗୋଟେ ହିଂସ୍ର ସିଂହଟେ ରହୁଥିଲା। ସବୁଦିନ ସେ ସିଂହଟି ଶିକାର କରିବା ପାଇଁ ଜଙ୍ଗଲ ଭିତରକୁ ଯାଉଥିଲା। ଆଉ ଶିକାର ସରିଲା ପରେ ସେ ନିଜ ଗୁମ୍ଫାକୁ ଫେରି ଆସୁଥିଲା। ଆଉ ତା ପରଦିନ ସକାଳ ହେଲା ପରେ ସିଂହଟି କହିଲା, ଆରେ ମତେ ବହୁତ ଜୋର ଭୋକ ଲାଗିଲାଣି। ମୁଁ ଯାଏ ଜଙ୍ଗଲରୁ କିଛି ଶିକାର କରିକି ଆସେ। ଏତିକି କହିସାରି ସିଂହଟି ଗୁମ୍ଫାରୁ ବାହାରି ଜଙ୍ଗଲ ଆଡ଼କୁ ଯିବାକୁ ଲାଗିଲା। ସେ ଯାଇ ପହଞ୍ଚିଲା ଘଞ୍ଚ ଜଙ୍ଗଲ ଭିତରେ। ତାକୁ ଗୋଟେ ଶିକାରଟିଏ ବି ଦେଖାଗଲା ନାହିଁ। ମନ ଦୁଃଖରେ କହିଲା, ଆଜି ସକାଳୁ ଉଠି କାହା ମୁହଁ ଚାହିଁଥିଲେ କେଜାଣି ମତେ ଆଜି ଭୋକିଲା ରହିବା ପାଇଁ ପଡିବ। ଗୋଟେ ବି ଶିକାର ହାତରେ ଲାଗୁନି, କଣ କରିବି? ଚାହୁଁ ଚାହୁଁ ସନ୍ଧ୍ୟା ହେଇଗଲା। ତାପରେ ସିଂହଟି ତା ଗୁମ୍ଫା ଭିତରେ କହିଲା, ମତେ ଲାଗୁଛି ଏଇ ଜଙ୍ଗଲରେ ମତେ ଆଉ ଶିକାର ମିଳିବ ନାହିଁ। କାହିଁ ଗୋଟେ ବି ଶିକାର ମତେ ଦେଖିବା ପାଇଁ ମିଳୁନି। ଠିକ ଅଛି, କାଲି ସକାଳ ହେଲେ ମୁଁ ଯାଇ ସେ ଜଙ୍ଗଲ ପାଖରେ ଥିବା ଗାଁକୁ ଯିବି। ମୁଁ ଶୁଣିଛି ସେ ଗାଁରେ ବହୁତ ଛୋଟ ଛୋଟ ପିଲାମାନେ ରୁହନ୍ତି। ଆଉ ସେ ମଣିଷ ମାଂସ ମୋ ପାଟିରେ ବହୁତ ଦିନରୁ ଲାଗିନି। ଥରେ ତାକୁ ଟେଷ୍ଟ କରିବି, ମଣିଷ ମାଂସ କେମିତି ହୋଇଥିବ। ଠିକ ଅଛି, କାଲି ସକାଳ ହଉ, ତାପରେ ମୁଁ ସେ ଗାଁ ପାଖରେ ଥିବା ଛୋଟ ପିଲାମାନଙ୍କୁ ଯାଇ ଖାଇବି। ସେହି ସିଂହର ଗୁମ୍ଫା ପାଖରେ ଆଉ ଗୋଟେ ଛୋଟ ଗୁମ୍ଫାଟିଏ ଥିଲା। ସେହି ଗୁମ୍ଫାରେ ଗୋଟେ ମାଙ୍କଡଟେ ରହୁଥିଲା। ସେ ମାଙ୍କଡର ସ୍ୱଭାବ ବହୁତ ଭଲ ଥିଲା। ସେ ସବୁବେଳେ ଗାଁ ଲୋକମାନଙ୍କୁ ଭଲ ପାଉଥିଲା। ଆରେ ହେ, ସେ ସିଂହଟା ତ ଗାଁ ଲୋକଙ୍କୁ ମାରିବା ପାଇଁ ଯୋଜନା କରିଛି। ମୁଁ ଯାଉଛି ଗାଁ ଲୋକମାନଙ୍କୁ ଏଇ ବିଷୟରେ ସବୁ ଜଣେଇଦେବି, ନହେଲେ ସେମାନେ ହଇରାଣରେ ପଡିଯିବେ। ତାଙ୍କ ପିଲା ଛୁଆକୁ ସିଂହ ଖାଇଦବ। ମୁଁ ଯାଏ। ଏତିକି କହି ମାଙ୍କଡଟି ଗାଁ ଆଡକୁ ଯିବାକୁ ଲାଗିଲା। ସେଇ ଜଙ୍ଗଲ ପାଖରେ ସୁବର୍ଣ୍ଣପୁର ନାମରେ ଗୋଟେ ଗାଁ ଥିଲା। ସେଇ ଗାଁର ଲୋକମାନେ ବହୁତ ଖୁସିରେ ଜୀବନ ଯାପନ କରୁଥାନ୍ତି। ଠିକ ସେଇ ସମୟରେ ମାଙ୍କଡ ଆସି ଗାଁରେ ପହଞ୍ଚିଯାଏ। ଆରେ ଭାଇମାନେ, ତମେମାନେ ଗୋଟେ କଥା ଜାଣିଛ? ଆମ ଜଙ୍ଗଲରେ ଯୋଉ ସିଂହଟା ରହୁନି, ସେ ତମ ପିଲାଛୁଆ ମାନଙ୍କୁ ମାରି ଖାଇବା ପାଇଁ ଯୋଜନା କରିଛି। ଆରେ ହେ, ସେ ସିଂହଟା ଆମ ପିଲାଛୁଆ ମାନଙ୍କୁ ମାରି ଖାଇବା ପାଇଁ ଯୋଜନା କରିଛି। ଆମେ ତାକୁ ପାନେ ଦବା। ଧନ୍ୟବାଦ ମାଙ୍କଡ ଭାଇ, ଆପଣ ସିଂହର ଯୋଜନା ଆମ ପାଖରେ କହିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ। ଠିକ ସେଇ ସମୟରେ ସେମାନେ ସିଂହ ଆସିବା ରାସ୍ତାରେ ଗୋଟେ ଗର୍ତ୍ତ ତିଆରି କରିବା ଆରମ୍ଭ କଲେ। ଆଉ ସେ ଗର୍ତ୍ତ ଭିତରେ କିଛି କଣ୍ଟା ପକାଇଦେଲେ। ସେହି ଗାଁକୁ ଆସିବା ପାଇଁ ସେଇଟା ହିଁ ଗୋଟିଏ ମାର୍ଗ ଥିଲା। ଚାହୁଁ ଚାହୁଁ ତା ପରଦିନ ସକାଳ ହେଲା। ସକାଳ ତ ହେଇଗଲାଣି, ମୁଁ ଯାଏ ସେ ଗାଁ ପାଖକୁ ଯିବି। ସେ ପିଲାମାନଙ୍କୁ କେମିତି ଖାଇବି, କଣ ଗୋଟେ ଯୋଜନା ଭାବିବା ପାଇଁ ପଡିବ। ଏତିକି କହି ସିଂହଟି ଗାଁ ପାଖକୁ ଲୁଚି ଲୁଚି ଯିବାକୁ ଲାଗିଲା। ଆଉ ସେ ଗାଁରେ ପହଞ୍ଚି ଗୋଟିଏ ଗଛ ପାଖରେ ଲୁଚିକି ଦେଖିଲା, ପିଲାମାନେ ତ ଏଇଠି ଖେଳୁଛନ୍ତି, କିନ୍ତୁ ଏଠି ଲୋକମାନେ ବି ଅଛନ୍ତି। ଟିକେ ଲୋକମାନେ ଚାଲିଯାଆନ୍ତୁ, ମୁଁ ଏଇ ପିଲାମାନଙ୍କୁ ଧରିକି ଖାଇବି। ସନ୍ଧ୍ୟା ସମୟରେ ସିଂହଟି ମଣିଷ ଛୁଆ ଖାଇବା ପାଇଁ ଗାଁ ଲୋକମାନେ ଯୋଉ ଗର୍ତ୍ତ କରିଥିଲେ ସେଇପଟେ ଆସୁଥାଏ। ସେଇ ସମୟରେ ସିଂହଟି ଗାତରେ ପଡିଯାଏ। ଆରେ ମାଲୋ, ମରିଗଲି ଲୋ, ବଞ୍ଚାଅ, ଏ କଣ୍ଟା ସବୁ ମୋ ଦେହରେ ପଡିଗଲା, ବଞ୍ଚାଅ, କେହି ଅଛ ମତେ ବଞ୍ଚାଅ।
ସିଂହର ଏମିତି ଚିତ୍କାର ଶୁଣି ଗାଁ ଲୋକମାନେ ଆଉ ମାଙ୍କଡ଼ ଗର୍ତ୍ତ ପାଖକୁ ଆସିଲେ। ତା ଦେଖି ସିଂହ ସେଇଠୁ ପ୍ରାଣ ଭୟରେ ଦୌଡ଼ି ପଳାଇଲା। ମୁଁ ଆଉ ସେ ଗାଁକୁ ମଣିଷ ମାଂସ ଖାଇବା ପାଇଁ କେବେ ବି ଯିବିନି। ମଣିଷ ମାଂସ ଖାଇବା ଲୋଭରେ ମୋ ଜୀବନଟା ଚାଲି ଯାଇଥାନ୍ତା। ଏପଟେ ମାଙ୍କଡ଼ ପାଇଁ ମଣିଷ ଛୁଆମାନଙ୍କର ଜୀବନ ବଞ୍ଚିଗଲା। ତ ସେମାନେ ସବୁ ଖୁସିରେ ଡ୍ୟାନ୍ସ କରିବା ପାଇଁ ଲାଗିଲେ। ସମସ୍ତେ ମାଙ୍କଡ଼କୁ ସାବାସୀ ମଧ୍ୟ ଦେଲେ। ତାପରେ ମାଙ୍କଡ଼ ତା ନିଜ ବସାକୁ ଫେରିଗଲା। तो सांगमाने आपनकु स्टोरीटा केमिति लागिला आपण कमेंट माध्यम जणाइबे। जदि आपनकु स्टोरीटी भल लागिछि ताहले हम चैनल को टिके सब्सक्राइब कर देबे। हम वीडियो सब को लाइक शेयर कमेंट करिवे। आपण माने तो वीडियो देखु नांती प्लीज प्लीज सपोर्ट करंतु हमकु एमिति नुवा वीडियो आनिया पई। आ पाखरे थिबा जो बेल आइकन को क्लिक कर दियंतु ता द्वारा एमिति वीडियो हमें आपनकु पाखकु नै आसीबो। एबे गाँर लोक माने पिला माने समस्ते खुशी रे जीवन यापन करुचंती।